ଅତୀତରେ ଆମେ ଦେଖିଛନ୍ତି ନବନିର୍ମାଣ କୃଷକ ସଂଗଠନ ଏଇଠୁ ଏୟାରପୋର୍ଟରୁ ଗୋଟେ ଫ୍ଲାଇଟ୍ ଧରିକି ଯାଇଥିଲେ, ଗୋଟେ ବିଆରଏସ୍ କରିଥିଲେ। ଏବେ ଆସିକି ଫେର ଆସିଛନ୍ତି ବର୍ତ୍ତମାନ ଆନ୍ଦୋଳନ କରିବା ପାଇଁ। ଆନ୍ଦୋଳନ କରିବା କାହାକୁ ମନା ନାହିଁ, କିନ୍ତୁ ପ୍ରତ୍ୟେକ ପ୍ରଫେସନରେ ଦେଖିଥିବେ ଅସଲି ଆଉ ନକଲି ସମସ୍ତେ ଅଛନ୍ତି। ଇଭେନ୍ ଆପଣ ସାମ୍ବାଦିକତା ପ୍ରଫେସନରେ ମଧ୍ୟ ଦେଖିବେ କିଛି ଅସଲି ସାମ୍ବାଦିକ ଅଛନ୍ତି, କିଛି ନକଲି ସାମ୍ବାଦିକ ଅଛନ୍ତି। ପ୍ରତ୍ୟେକ ପ୍ରଫେସନରେ ଏମାନେ ହଉଛନ୍ତି ଯେଉଁମାନେ ଯାହା ଯାହା ନାଁ ଧରିଲେ ଏମାନେ ହଉଛନ୍ତି ନକଲି ଚାଷୀ। ଏମାନେ ପ୍ରକୃତ ଚାଷୀ ନୁହନ୍ତି। ନା ଏମାନେ ହଳ କରିପାରିବେ, ନା ବାହୁଙ୍ଗି ବେକରେ ପକେଇ ପାରିବେ, ନା ଜୋତ ଜାଣିଛନ୍ତି, ନା ଜୁହାଳି ଜାଣିଛନ୍ତି, ନା ଲଙ୍ଗଳ ଜାଣିଛନ୍ତି, ନା ଏସବୁ କିଛି। ଧାନ ବାଳୁଙ୍ଗା ବି ଏମାନେ ଠିକରେ କହିପାରିବେନି। ଅତୀତରେ ଆପଣ ଦେଖିଥିବେ ପଶ୍ଚିମ ଓଡ଼ିଶାରେ କ'ଣ ହେଉଥିଲା ଯେ ଚାଷୀ ସର୍ବସ୍ୱାନ୍ ଏବଂ ମାଲେମାଲ କୋଉମାନେ ହେଉଥିଲେ, ଦଲାଲ ଆଉ ମିଲର। ଆଜି ସେ କଥା ନାହିଁ। ମୋହନ ମାଝୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରରେ ଯେତେବେଳେ ଅସଲି ଚାଷୀ ଯେଉଁମାନେ ଅଛନ୍ତି ସେମାନେ ଖୁସିରେ ଅଛନ୍ତି। ଗୋଟିଏ ଚାଷୀ ପରିବାର ଦୀର୍ଘ 2 ବର୍ଷ ଧରିକି ସର୍ବନିମ୍ନ 50,000 ଟଙ୍କାରୁ 1.5 ଲକ୍ଷ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ୍ସଟ୍ରା ବେନିଫିଟ୍ ପାଇଛନ୍ତି। ସେଥିପାଇଁ କୌଣସି ଚାଷୀ ଏ ଆନ୍ଦୋଳନରେ ନାହାନ୍ତି। କିଛି ନକଲି ଚାଷୀ ଯେଉଁମାନଙ୍କର ପ୍ରଫେସନ୍ ହେଉଛି ନିଜର ସଂସ୍ଥା ବଞ୍ଚେଇକି ରଖିବା, ଯେଉଁମାନେ ମିଲରକୁ ସାହାଯ୍ୟ କରନ୍ତି, ଯେଉଁମାନେ ଦଲାଲି କରନ୍ତି ମିଲରମାନଙ୍କ ପାଖରେ, ସେଇମାନେ ଆଜି ଏଭଳି ଆନ୍ଦୋଳନ କରୁଛନ୍ତି। ଆଉ ତାଙ୍କୁ ଯିଏ ସମର୍ଥନ ଦେଉଛନ୍ତି, ଯେଉଁ କଂଗ୍ରେସ ଦଳ କଥା କହିଲେ, କଂଗ୍ରେସ ଦଳର ବର୍ତ୍ତମାନ ଆଉ ନାହିଁ ଫେସ୍ ଭ୍ୟାଲୁ ନାହିଁ, କି କଂଗ୍ରେସ ଦଳ କୌଣସି ଆନ୍ଦୋଳନ ଡାକରା ଦେବା ଅବସ୍ଥାରେ ନାହିଁ। କଂଗ୍ରେସ ଦଳ ଯେହେତୁ ଚାଷୀ ବିରୋଧୀ, ସେଥିପାଇଁ କଂଗ୍ରେସ ବର୍ତ୍ତମାନ ଆଙ୍କ ପଛରେ ନାଉ ହେଉଛି। ଏଇଭଳି ହଜାର ସଂସ୍ଥା ନାଉ ହେଲେ କିଛି ଲାଭ ନାହିଁ। ଲୋକେ ଜାଣିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଆମ ସରକାର, ଭାରତୀୟ ଜନତା ପାର୍ଟିର ସରକାର ଚାଷୀମାନଙ୍କ ପାଇଁ କ'ଣ କରିଛି। ଇନପୁଟ୍ ସବସିଡି 800 ଟଙ୍କା ଏବଂ ଗତ ବର୍ଷ ରେକର୍ଡ ପରିମାଣର ଧାନ ସଂଗ୍ରହ ହୋଇଛି ଏବଂ ଧାନ ଉପରେ ଲୋକେ ବର୍ତ୍ତମାନ ଓଡ଼ିଶାର ଚାଷୀ ନିର୍ଭରଶୀଳ ହୋଇଛନ୍ତି। ଧାନ ଗୋଟେ ପ୍ରଫିଟେବୁଲ ଚାଷ ହୋଇପାରିଛି। ସେଟା ଆଜି ମୋହନ ମାଝୀଙ୍କ ପାଇଁ ସେଟା ଆଜି ଏ ସୁଯୋଗ ସୃଷ୍ଟି ହୋଇପାରିଛି। ଓଡ଼ିଶା ବନ୍ଦ ତାହେଲେ ସଫଳ ହେବନି କି ପ୍ରଭାବ ରହିବ? ଓଡ଼ିଶା ମୁଁ କ'ଣ କହିଲି କିଛି ନକଲି ଯେଉଁମାନେ ଚାଷୀ ନୁହନ୍ତି ସେମାନେ କେବଳ ତାଙ୍କ ପ୍ରଫେସନ ତାଙ୍କ ସଂସ୍ଥାଟାକୁ ବଞ୍ଚେଇବା ପାଇଁ ସେ ମଝିରେ ଯାଇଥିଲେ କୋଉ ସଂସ୍ଥା କିଣିବା ପାଇଁ। ଆପଣ ଦେଖିଛନ୍ତି ହାଇଦ୍ରାବାଦ ଯାଇଥିଲେ, ଯେତେବେଳେ ବିଆରଏସ୍ ବୁଡ଼ିଗଲା ଫେର ଆସିଲେ, କହିଲେ ଆମେ ଆଉ ଗୋଟେ ସଂସ୍ଥା ଆମର ରଖିଛୁ। ଇଏ ରଖିଛନ୍ତି ରେଜିଷ୍ଟର୍ଡ ସଂସ୍ଥା କିଛି, ଆର କିଛି ମୂଲ୍ୟହୀନ। ଏମାନେ ଅସଲ ଚାଷୀ ଯିଏ ଜାଣିବେ ପ୍ରଭାବ କୋଉଠି ଆସିଲା। ମାନେ କହିଲେ ମାନେ ଚାଷୀ ନୁହନ୍ତି, ନକଲି ଚାଷୀ ଯଦି ଯେତେ ମିଶିଲେ ଚାଷଙ୍କ ଉପରେ କ'ଣ ପ୍ରଭାବ ପଡ଼ିବ। ଚାଷୀ ଖୁସି ଅଛନ୍ତି, କୃଷକ ଯିଏ ଅରିଜିନାଲ କୃଷକ ସେମାନେ ଖୁସି ଅଛନ୍ତି। କୃଷି ଓ କୃଷକର କ'ଣ ଉନ୍ନତି ହେଇଛି ସେ କଥା ସମସ୍ତେ ହୃଦୟଙ୍ଗମ କରିଛନ୍ତି।